ଆଜି ହେଉଛି ଅକ୍ଟୋବର 19, 2025। ଆଜି ହେଉଛି ରବିବାର। ଆଜିର କିଛି ଗୁରୁତ୍ୱ ବଡ଼ ଖବର 30ଟି। ଉତ୍ତରାଖଣ୍ଡ ଋଷିକେଶରେ ମଧୁବନ ଆଶ୍ରମରେ ଗତ 7 ତାରିଖ ଦିନ ଅଦିନିଆ ରଥଯାତ୍ରାକୁ ନେଇ ଭୁବନେଶ୍ୱର ଇସ୍କାନ ପକ୍ଷରୁ କୁହାଯାଇଛି ଯେ ଋଷିକେଶ ମଧୁବନ ଆଶ୍ରମରେ ହୋଇଥିବା ରଥଯାତ୍ରା ସହ ଇସ୍କାନଙ୍କର କୌଣସି ସମ୍ପର୍କ ନାହିଁ। ସେ ସଂସ୍ଥା ଅଲଗା। ପୁଲିସ ଆଇଏଏସ୍ ପରୀକ୍ଷା ଦୁର୍ନୀତି ମାମଲାରେ କୁଖ୍ୟାତ ମୁନା ମହାନ୍ତି ଘରେ କ୍ରାଇମବ୍ରାଞ୍ଚ ଟିମ୍ରୁ ଚଢ଼େଇ ହୋଇଛି। ଆଜି ସକାଳେ କଟକ ଜିଲ୍ଲା ବାଙ୍କୀ କଳାପଥର ସ୍ଥିତ ଘରେ କ୍ରାଇମବ୍ରାଞ୍ଚ ଟିମ୍ର ଚଢ଼େଇ ଜାରି ରହିଥିଲା। ଶ୍ରୀମନ୍ଦିର କାର୍ତ୍ତିକ ମାସ ଶେଷ ପରେ ଧରି ଦର୍ଶନ ଆରମ୍ଭ ହେବ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦ୍ର ଏହି ସୂଚନା ଦେଇଛନ୍ତି। କାର୍ତ୍ତିକ ପୂର୍ଣ୍ଣିମା ପରେ 15 ଦିନ ଧରି ଧାଡ଼ି ଦର୍ଶନ ଆରମ୍ଭ ହେବ। କାର୍ତ୍ତିକ ମାସ ସରିଲେ ରତ୍ନଭଣ୍ଡାର ଗଣିତ ମଣିତି କାର୍ଯ୍ୟ ହେବ। ପୁରୀରେ ପ୍ରତିନିଧି ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକ ସମାଗମ ହେଉଛନ୍ତି। ପର୍ଯ୍ୟଟନ ଋତୁ ଆରମ୍ଭ ହେବାରୁ ଦେଶ ବିଦେଶରୁ ଭକ୍ତମାନେ ଆଗମନ ବୃଦ୍ଧି ପାଇବେ। ସମୁଦ୍ର ସ୍ନାନ ବେଳେ ଅନେକ ପର୍ଯ୍ୟଟକ ଉଚ୍ଚ ଡେଇଁ ଓ ଟିପ୍ କ୍ୟାଣ୍ଟରରେ ଶିକାର ହେଉଛନ୍ତି। ଉଦ୍ଧାର ପରେ ଦ୍ୱିତୀୟ ଚିକିତ୍ସା ନ ମିଳିବାରୁ ଅନେକ ମୃତ୍ୟୁ ଘଟୁଛି। ବେଲାଭୂମିରେ ସ୍ୱାସ୍ଥ୍ୟ ଆମ୍ବୁଲାନ୍ସ ବ୍ୟବସ୍ଥା ନଥିବାରେ କ୍ଷୋଭ ପ୍ରକାଶ। ହୋଟେଲିୟ ଶ୍ରୀମନ୍ତ ଦାସ ପକ୍ଷରୁ ବେଲାଭୂମିରେ ସ୍ୱାସ୍ଥ୍ୟ ଆମ୍ବୁଲାନ୍ସ ଦାବି। ଶ୍ରୀମନ୍ଦିରରେ ପକ୍ଷରୁ 24 ଘଣ୍ଟା ଆମ୍ବୁଲାନ୍ସ ରହେ, ସେପରି ବେଲାଭୂମିରେ ମଧ୍ୟ ଥିବା ଦରକାର। ଆମ୍ବୁଲାନ୍ସ ଥିଲେ ଘଟଣା ଘଟରେ ତୁରନ୍ତ ଚିକିତ୍ସା ସମ୍ଭବ ହେବ ଓ ଜୀବନ ବଞ୍ଚିପାରିବ। ଧାଡ଼ି ଦର୍ଶନ ଶୀଘ୍ର ଆରମ୍ଭ ହେବ। ରତ୍ନଭଣ୍ଡାର ଗଣିତି ହେବ। ପୁରୀ ବେଲାଭୂମିରେ ସ୍ୱାସ୍ଥ୍ୟ ଆମ୍ବୁଲାନ୍ସ ବ୍ୟବସ୍ଥା ଦାବି ବୃଦ୍ଧି ପାଇଛି। ଆସନ୍ତା 20 ତାରିଖରେ ଦୀପାବଳି ପୂର୍ବ ଉପଲକ୍ଷେ ଅତିରିକ୍ତ ଛୁଟି ଘୋଷଣା ହୋଇଛି। ସ୍କୁଲ କଲେଜ ନୂଆପଡ଼ା ଜିଲ୍ଲା ବ୍ୟତୀତ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ନୂଆପଡ଼ାରେ 20 ତାରିଖରେ ସରକାରୀ କାର୍ଯ୍ୟ ମାଜିଷ୍ଟ୍ରେଟ କୋର୍ଟ ଖୋଲା ରହିବ। ପୂର୍ବରୁ ଘୋଷିତ 21 ତାରିଖ ଛୁଟି ମଧ୍ୟ ବଳବତ୍ତର ରହିବ। ମାତ୍ର 21 ତାରିଖରେ ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କ ସ୍ୱାସ୍ଥ୍ୟ ଖୋଲା ରହିବ। ତେଣୁ ନୂଆପଡ଼ା ବ୍ୟତୀତ ରାଜ୍ୟର ସମସ୍ତ ଅଞ୍ଚଳରେ 2 ଦିନ 20 ଓ 21 ତାରିଖ ସରକାରୀ କାର୍ଯ୍ୟାଳୟ ବନ୍ଦ। ଆସନ୍ତା 25 ତାରିଖ ଚତୁର୍ଥ ଶନିବାର କାର୍ଯ୍ୟ ଦିବସ ଭାବେ ଘୋଷିତ ହେଉଛି। ପାକିସ୍ତାନ ସେନାପତି ଅସିମ ମୁନିର ଆଭେଟବାଦରେ ଭାରତ ବିରୋଧରେ ଧମକପୂର୍ଣ୍ଣ ବୟାନ ଦେଲେ। ସେ କହିଲେ, ଭାରତ ଯଦି କୌଣସି ଉତ୍ତେଜନା କରେ, ପାକିସ୍ତାନ ଆଘାତ ଦେବ। ମୁନିରଙ୍କ ଦାବି, ପାକିସ୍ତାନ ଭାରତ ଭୌଗୋଳିକ ବିଶାଳତାର ଭ୍ରମ ଭାଙ୍ଗି ଦେବ। ସେ ଭାରତୀୟ ସାମରିକ ନେତୃତ୍ୱ ବିରୋଧରେ ତୀବ୍ର ଆକ୍ରୋଶ ଜଣାଇଲେ। ପାକିସ୍ତାନକୁ ଦମନ କିମ୍ବା ଭୟଭୀତ କରାଯାଇପାରିବ ନାହିଁ ବୋଲି ସେ କହିଛି। ସେ ପ୍ରଥମ ଥର ନୁହେଁ। ଅଗଷ୍ଟ 2025ରେ ସେ କହିଥିଲେ, ପାକିସ୍ତାନ ଯଦି ସଙ୍କଟରେ ପଡ଼େ, ସେହି ସହିତ ଅଧା ବିଶ୍ୱକୁ ନେଇଯିବି। ଭାରତ ଯଦି ସିନ୍ଧୁ ନଦୀରେ ବନ୍ଦ କରେ, ପାକିସ୍ତାନ 10ଟି ମିସାଇଲ ଦ୍ୱାରା ଧ୍ୱଂସ କରିଦେବ। ଏହି ବୟାନକୁ ଜାତିସଂଘ ଓ ବିଶ୍ୱ ଦେଶଗୁଡ଼ିକୁ ପରମାଣୁ ବ୍ଲାକମେଲ ଓ ଦାୟିତ୍ୱହୀନ ବୋଲି ନିନ୍ଦା କରୁଛନ୍ତି। ଭାରତ ଏହି ଚୁକ୍ତିକୁ ପରମାଣୁ ଯୁଦ୍ଧାସ୍ତ୍ର ବିବାଦ ବୋଲି ବର୍ଣ୍ଣନା କରିଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି, ପାକିସ୍ତାନ ସେନାର ଆତଙ୍କବାଦୀ ସଂଗଠନ ସହିତ ଦୀର୍ଘ ସମ୍ପର୍କ ରହିଛି। ତେଣୁ ପାକିସ୍ତାନର ପରମାଣୁ ନିୟନ୍ତ୍ରଣ ବିଷୟରେ ବିଶ୍ୱର ଚିନ୍ତା ବଢ଼ୁଛି। ଜଣେ ମହିଳା ଡାକ୍ତର ପ୍ରେସ୍କ୍ରିପସନକୁ ନେଇ ମେଡିସିନ ଦୋକାନକୁ ଯାଉଥିଲା। ଦୋକାନୀ ଡାକ୍ତର
ଖୋଲା ଔଷଧ ବଦଳରେ ଅନ୍ୟ ଔଷଧ ଦେଇଦେଲା। ସ୍ପ୍ରିସ୍ ବଦଳିତ ଭୁଲ ଦେବାରୁ ପିଲାର ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା। ପିଲାର 105 ତାପମାତ୍ରା, ଜ୍ୱର, ବାନ୍ତି ଓ ପେଟ ବନ୍ଧା ହେଇଥିଲା। ମହିଳା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ଯେ ପୁଲିସ ତଦନ୍ତ ଜଣା ପଡ଼ିଛି ଦୋକାନୀଙ୍କ କୌଣସି ଫାର୍ମାସିଷ୍ଟର ଯୋଗ୍ୟତା ନାହିଁ। ବିନା ଲାଇସେନ୍ସରେ ମେଡିସିନ ବିକ୍ରୟ କରିବାର ଅପରାଧ। ମହିଳା କହିଛନ୍ତି ଏଭଳି ଲୋଭ ଔଷଧ ଦେଇ ପିଲାମାନେ ମରିଯିବେ। ଭୁଲ ଔଷଧ ଦେଇ ପିଲାମାନେ ମରିଯିବେ। ପୁଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି। ଆଠଗଡ଼ ଥାନା ନିକଟ ମହାନଦୀରେ ଏକ ଯୁବତୀଙ୍କ ମୃତଦେହ ଭାସୁଥିବା ଦେଖି ଲୋକ ପୁଲିସକୁ ସୂଚନା ଦେଇଥିଲେ। ମୃତଦେହ ଅନ୍ତନପୁର ଗାଁ ମହାନଦୀରେ ଉଦ୍ଧାର ହେଉଛି। ମୃତ୍ୟୁ ଯୁବତୀଙ୍କ ନାମ ଐଶ୍ୱର୍ଯ୍ୟ ପରିଜା, ଆଶିଷ କୁମାର ପରିଜାଙ୍କ ଝିଅ। 2 ଦିନ ପୂର୍ବେ ସେ ଆଠଗଡ଼ ବ୍ରିଜ ଉପରେ ସ୍କୁଟି ରଖି ମହାନଦୀ ଡେଇଁ ପଡ଼ିଥିଲେ। ଘଟଣା ଘରେ ଦମକଳ ଓ ପୁଲିସ ଦଳ ଖୋଜ କାମ କରିଥିଲେ କିନ୍ତୁ ତାର ବେଲେ ମିଳିନଥିଲେ। 2 ଦିନ ପରେ ତାଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ମିଳିଛି। ମୃତଦେହର କଳା ପ୍ୟାଣ୍ଟ ଏବଂ ଧଳା ସାର୍ଟ ପିନ୍ଧିଥିଲେ। ମୃତଦେହକୁ ଚିହ୍ନଟ କରି ଏହା ଶ୍ୱଶଜୀଙ୍କର ବୋଲି ପୁଲିସ ନିଶ୍ଚିତ କରିଛି। ସେ କାହିଁକି ନଦୀରେ ଡେଇଁ ପଡ଼ିଲେ ତାହା ଏବେ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୁଲିସ ଘଟଣା ତଦନ୍ତ ଆରମ୍ଭ କରିଛି। ବିଶ୍ୱର ମାତ୍ର ଚୀନ ଏକମାତ୍ର ଦେଶ ଯାହାର ସୀମା 14ଟି ଭିନ୍ନ ଦେଶ ସହିତ ଅଛି। ଏହା ବିଶ୍ୱର ଚତୁର୍ଥ ବୃହତ୍ତମ ଦେଶ। ଚୀନର ସୀମା ପର୍ବତ, ମରୁଭୂମି ଓ ଜଙ୍ଗଲ ଏବଂ ନଦୀ ମାଧ୍ୟମରେ ସହଜ କିମି ଦୂର ପର୍ଯ୍ୟନ୍ତ ବ୍ୟାପିଛି। ସୀମା ଅଞ୍ଚଳ ଅନେକ ଜାତିଗତ ଗୋଷ୍ଠୀ ଓ ସଂସ୍କୃତି ସଙ୍ଗମ ଦେଖାଯାଏ। ଚୀନରେ ଭୂପୃଷ୍ଠ, ଭୋଗୀ, ମରୁଭୂମି, ହିମାଳୟ, ଜଙ୍ଗଲ ଓ ଉପତ୍ୟକା ଦ୍ୱାରା ବିବିଧତାର ଉଦାହରଣ। ଏହି ବିବିଧ ଚୀନର ଜଳବାୟୁ, ବାଣିଜ୍ୟ ଏବଂ ଲୋକଙ୍କ ଜୀବନଶୈଳୀକୁ ପ୍ରଭାବିତ କରେ। 14ଟି ଦେଶ ସହିତ ସୀମା ରହିବାର ସୁରକ୍ଷା ଏବଂ ପରିଚାଳନା ଏକ ବଡ଼ ଚ୍ୟାଲେଞ୍ଜ। ଚୀନ ଏହା ପାଇଁ ଉନ୍ନତ ପ୍ରଯୁକ୍ତି, ନିରୀକ୍ଷଣ ଏବଂ ସେନାବାହିନୀ ବ୍ୟବହାର କରେ। ଏହି 14ଟି ପଡ଼ୋଶୀ ଦେଶ ସହିତ ଚୀନର କୂଟନୀତିର ସମ୍ପର୍କ ବିଶ୍ୱ ରାଜନୀତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ଏହା ଭାରତ, ପାକିସ୍ତାନ, ନେପାଳ, ଭୁଟାନ, ମିଆଁମାର, ଭିଏତନାମ, କାମ୍ବୋଡିଆ, ଉତ୍ତର କୋରିଆ, କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ, ଆଫଗାନିସ୍ତାନ, ରୁଷ ଓ ମେଘାଳୟ ସହିତ ସୀମା ବାଣ୍ଟିଛି। ବର୍ଷା। ଆଜି ଅକ୍ଟୋବର 19। ଅକ୍ଟୋବର 20 ତାରିଖରେ ଉପକୂଳ ଜିଲ୍ଲାଗୁଡ଼ିକରେ ସମେତ କୋରାପୁଟ, ରାୟଗଡ଼ା, ମାଲକାନଗିରି ଜିଲ୍ଲାଗୁଡ଼ିକରେ ଗୋଟିଏ କିମ୍ବା 2ଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମରେ 21 ଓ ଅକ୍ଟୋବର 22 ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ଗୋଟିଏରୁ 2ଟି ସ୍ଥାନରେ ହାଲୁକା ମଧ୍ୟମରେ ଧାରଣା ବର୍ଷା ହେବାର ଆକଳନ କରିଛି ପାଣି ବିଭାଗ। 23 ଅକ୍ଟୋବର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାଗୁଡ଼ିକରେ ଗୋଟିଏରୁ 2ଟି ସ୍ଥାନରେ ହାଲୁକା ମଧ୍ୟମରେ ଧାରଣାରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହି ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଆଶା କରାଯାଉଛି ଯେ ଏହା ଦେଶର ଉପକୂଳ ଅତିକ୍ରମ ବା ବାଂଲାଦେଶ ଆଡ଼କୁ ମୁହାଁଇବ କି ନାହିଁ ତାହା ଆଗକୁ ଜଣାପଡ଼ିବ। ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଲି। ଆଜି ସକାଳ 6ଟାରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଲି ଖୋଲାଯାଇଛି। 2ଟି ଗେଟ୍ରେ ପର୍ଯ୍ୟଟକ ଭିତରକୁ ପ୍ରବେଶ କରିପାରିବେ। ପିଠାବାଟ ଓ କାଲିଆଣି ଏହି 2 ଫାଟରେ ପ୍ରବେଶ କରିବେ। ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ପାରିନାହିଁ। ନିକଟକ ଶିମିଳିପାଲ କଳାବାଘକୁ ନେଇ ନୂଆ ପରିଚୟ ସୃଷ୍ଟି କରିଛି ଏବଂ ପୁଣି ଶିମିଳିପାଲରେ ପର୍ଯ୍ୟଟକ ବଡ଼ ଦେଖିବାକୁ ମିଳିବ। ଦିଲ୍ଲୀରୁ ବଡ଼ ଖବର। କର୍ମଚାରୀ ଭବିଷ୍ୟତ ନିଧି ଘାଣ୍ଟି ସଂଗଠନ ଇପିଏଫ୍ଓ ଏବଂ ନେଇ ଆସିଛି ନୂତନ ନିୟମ। ପିଏଫ୍ ସଦସ୍ୟମାନେ ଏବେ ସେମାନେ ପିଏଫ୍ ବାଲାନ୍ସ 100%
ଅର୍ଥିତ ସମ୍ପୂର୍ଣ୍ଣ ରାଶି ଉଠାଇ ପାରିବେ କି ବେକାରୀ ସମସ୍ୟା 2 ମାସରୁ ବଢ଼ି 12 ମାସ ଅବସରେ ସମୟ 36 ମାସ ପର୍ଯ୍ୟନ୍ତ ଆଂଶିକ ଉଠାଣ ପାଇଁ କାରଣ ଦେବା ଆବଶ୍ୟକତା ଦୂର ହେଉଛି ବିବାହ ଶିକ୍ଷା ପାଇଁ ଉଠାଣ ସୀମା ବଢ଼ିଛି ଏବେ 5 ଓ 10 ପର୍ଯ୍ୟନ୍ତ ସଦସ୍ୟମାନେ ସେମାନେ ପିଏଫ୍ ଆକାଉଣ୍ଟରୁ କମ୍ ସେ କମ୍ 25% ବାଲାନ୍ସ ରଖିବେ ଓ 8.25% ସୁଧ ଲାଭ ପାଇବେ ପିଏଫ୍ ଓ ନୂତନ ନିୟମ ଏବଂ ସଦସ୍ୟମାନଙ୍କ ପାଇଁ ଅଧିକ ସହଜ ସରଳ ଓ ଜଟିଳ ହେଲା ଆପଣ ଭବିଷ୍ୟତ ଏବେ ଅଧିକ ସୁରକ୍ଷିତ ଏବେ ଜିମ୍ ଡେମୋକ୍ରେସିନ୍ ପାଇଁ ସ୍ଥଲିସ୍ ଅଫିସର ଦୌଡ଼ିବା ଦରକାର ନାହିଁ ଜେରେକ୍ସ ବିଭାଗ ଅନଲାଇନ୍ ସାଇଟ୍ରେ ଆବେଦନ କଲେ ଆପଣଙ୍କ ମୋବାଇଲ ମିଳିବ ତାରିଖ ସେହିଦିନ ତହସିଲଦାର ଆମିନ ଓ ପୁଲିସ ଆସି ଆପଣଙ୍କ ଜମିର ଡିମୋକ୍ରେସନ୍ କରିଦେବେ ଏହି ପ୍ରକ୍ରିୟା ଏବେ ସହଜ ସ୍ୱଚ୍ଛ ଓ ଜଟିଳତା ସମୟ ଓ ଅର୍ଥ ଦୁହେଁର ସଞ୍ଚୟ ନୂଆ ଜଟିଳତା ଓଡ଼ିଶା ପାଇଁ ଏକ ଆଉ